ପ୍ରାୟ ବେଳେ 100ରେ 90ଟା ନାଟକରେ ମୁଁ ପର ଘର ଭାଙ୍ଗୁଥିବି, ମାଡ଼ ଖାଉଥିବି, ମୋର ଏଇଟା ଦେହ ହେଇଗଲାଣି ମୋ ଜୀବନରେ। ମଦରେ ତତେ କୋଟି କୋଟି ଧନ୍ୟବାଦରେ, ତତେ ଯିଏ ବି ପୁରାଏ ଉଦରେ, ସେ ଛାଡ଼େ କିଳିକିଳା ନାଦରେ, ଦିନ ଦ୍ୱିପହରେ ଚପଲ ହଜେଇ ଚାଲୁଥାଏ ଖାଲି ପାଦରେ। ମଦରେ ତୁ ଶୁଙ୍ଘେଇ ଦେଲୁ କି ଗଦରେ, ଆଜି ସମସ୍ତେ ବାୟା ତୋ ସ୍ୱାଦରେ, କେହି କରନ୍ତିନି ପ୍ରତିବାଦରେ। ଆମ ସହିତ ଆଜି ଅଛନ୍ତି ଚଗନ ଭାଇ, ଯିଏ ଚଗୁ ଭାଇ ନାମରେ ପରିଚିତ। ଏବେ ଅଛନ୍ତି ସେ ଯାତ୍ରାରାଣୀ ସିଂହବାହିନୀ। ଚଗୁ ଭାଇ ପ୍ରତିଦିନ ଟିଭିକୁ ସ୍ୱାଗତ। ଆଜ୍ଞା ବର୍ତ୍ତମାନ ଧଡ଼ିଆ ଭାଇ ଆଉ ଶଶୀକି ଆଉ ଚଗନ ଭାଇକି ଯାତ୍ରା ସିଂହବାହିନୀ ଦେଖିଛନ୍ତି, କେମିତି ଯୋଡ଼ି କେମିତି କ'ଣ ରହିଛି? ଆଜ୍ଞା ସେଗୁଡ଼ା ତ ଆମେ ନିଜ ମୁହଁରେ କହିଲେ ଶୋଭା ପାଇବନି। ତେବେ ଆପଣ ଏତିକି ମନେ କରନ୍ତୁ, ପ୍ରତ୍ୟେକ ଦିନ 3,500 ଦର୍ଶକ ଖୁସି ହେଇକି ଯାଉଛନ୍ତି ଏବଂ ତାଳି ମାରିକି ଯାଉଛନ୍ତି, କହିକି ଯାଉଛନ୍ତି ଏ ବର୍ଷର ସବୁ ଅନୁଷ୍ଠାନ ଅପେକ୍ଷା ଆମେ ଯୋଉ କମେଡି କରୁଛୁ ସମସ୍ତଙ୍କ ମନ ଶାନ୍ତି ହେଇଯାଉଛି ଏବଂ ଖୁସି ହେଇକି ଯାଉଛନ୍ତି। ଧଡ଼ିଆ ଚଗନ ଶଶୀ କେମିତି କ'ଣ ରହିଛି ଏ ବର୍ଷର ଡାଇଲଗ କ'ଣ ମାନିଆ ରହିଛି? ମାନିଆ ଡାଇଲଗ ତ ଆମର ସେମିତି କିଛି ଲେଖିନାହାନ୍ତି ଆମ ଚରିତ୍ରରେ, କିନ୍ତୁ ଆମେ ଯୋଉ ଯେତିକି ଇଏ କରୁଛୁ, ଯୋଉ ପିଲର ଉଠା ଟାବଲେଟ, ଏଟା ଗୋଟେ ମାନିଆ ଡାଇଲଗ, ପିଲର ଉଠା ଟାବଲେଟ। ସେଇ ଟାବଲେଟ କଥାଟା ଯାତ୍ରା ସରିଗଲା ପରେ ପ୍ରାୟ ସବୁଆଡେ ଚର୍ଚ୍ଚା, ପିଲର ଉଠା ଟାବଲେଟ। ଧଡ଼ିଆ ଭାଇକି ସମସ୍ତେ ଦର୍ଶକ କେତେବେଳେ ଧଡ଼ିଆ ଚଗନ ଭାଇ ଆସିବେ, ଧଡ଼ିଆ ଭାଇ ଆସିବେ, ଶଶୀ ତାଙ୍କର, କିନ୍ତୁ ଆପଣ ସଦାବେଳେ ଦେଖୁ ଘର ଭଙ୍ଗା ଟାଉଟର କାହିଁ କରନ୍ତି? ଆଜ୍ଞା ସେଇ ତ କମେଡି, ଫାଦର କମେଡିର ସେଇଟା ଗୋଟେ ଚିରାଚରିତ କଥା ରହିଆସିଛି। ଆମେ ଭିଲିଆନ ଚାମଚା ହେଇଛୁ, ଆଉ ଭିଲିଆନ ତ କାମ ତାର ଖଳ ଚରିତ୍ର, ଇଏ ମତେ ଲଗାଏ ସେଇ କାମରେ। ଆଉ ପ୍ରାୟ ବେଳେ 100ରେ 90ଟା ନାଟକରେ ମୁଁ ପର ଘର ଭାଙ୍ଗୁଥିବି, ମାଡ଼ ଖାଉଥିବି, ମୋର ଏଇଟା ଦେହ ହେଇଗଲାଣି ମୋ ଜୀବନରେ। ଆମେ ଦେଖିଛୁ ଚଗନ ଭାଇଙ୍କର ଗୋଟେ ଲେଖା ବର୍ତ୍ତମାନ ଟ୍ରେଣ୍ଡିଂ ଚାଲିଛି, ମଦରେ ତୁ କେତେ ସେ ଡାଇଲଗ ଟିକେ ଯୋଉଟା କହିଲି ସେଇଟା ଆଉଥରେ। ମୋର ତ ଅନେକ କବିତା ଏଠି ପଢା ହଉଛି, ମୁଁ ଫେସବୁକରେ ପ୍ରତ୍ୟେକ ଦିନ ଗୋଟେ କବିତା ଛାଡେ। ଆମର ଏଠି ଯୋଉ ଆଙ୍କର ଝିଅ ରଶ୍ମି, ସିଏ 3-4ଟା କବିତା କହୁଛି। ଗୋଟେ କବିତା ଅଛି ମଦରେ ତତେ କୋଟି କୋଟି ଧନ୍ୟବାଦରେ, ତତେ ଯିଏ ବି ପୁରାଏ ଉଦରେ, ସେ ଛାଡ଼େ କିଳିକିଳା ନାଦରେ, ଦିନ ଦ୍ୱିପହରେ ଚପଲ ହଜେଇ ଚାଲୁଥାଏ ଖାଲି ପାଦରେ। ମଦରେ ତୁ ଶୁଙ୍ଘେଇ ଦେଲୁ କି ଗଦରେ, ଆଜି ସମସ୍ତେ ବାୟା ତୋ ସ୍ୱାଦରେ, କେହି କରନ୍ତିନି ପ୍ରତିବାଦରେ, ତତେ ପିଇ ପିଇ କେତେ ଦିନ ଦୁଃଖୀ ହଉଛନ୍ତି ବରବାଦରେ। ମଦରେ ତୋର ଯୁଗେ ଯୁଗେ ଜିନ୍ଦାବାଦରେ, ବ୍ରହ୍ମା ଲେଖିଛନ୍ତି ସାମ ବେଦରେ, ତତେ ଯିଏ ସରଧାରେ ଆଦରେ, ସେ ରହେ ନାହିଁ ନିରାପଦରେ। ତା ରକ୍ତ ମାଂସ ହାଡ଼ ମେଦରେ, ତୋ ଜୀବାଣୁ କରନ୍ତି ଭେଦରେ, ଆୟୁଷ ଥାଇ ବି ଜୀବନରେ ତାର ପଡ଼ିଯାଏ ପୂର୍ଣ୍ଣ ଛେଦରେ। ମଦରେ ତତେ କୋଟି କୋଟି ଧନ୍ୟବାଦରେ। କ୍ଷିତିଶି ରିସେପସନରେ ବୋଧେ ଏଇ କବିତାଟା ଆପଣ? ନା ଏଇଟା ନୁହଁ, ମୁଁ ସେଥିପାଇଁ କ୍ଷିତିଶ ପାଇଁ ଗୋଟେ ସ୍ୱତନ୍ତ୍ର ଲେଖା ହେଇଥିଲା। ତା ରିସେପସନ, ତା ବାହାଘର, ସେ କେମିତି ଭୋଜି କରିଥିଲା ସେଇ ବାବଦରେ ଲେଖା ହେଇଥିଲା। ବର୍ତ୍ତମାନ 2026-27 ପାଇଁ ଆଉ କ'ଣ ନୂଆ ଟ୍ରେଣ୍ଡିଂ ଦେଖେଇବେ, ଆଉ କ'ଣ ଦର୍ଶକ ଆଶା ରଖିଛନ୍ତି? ଆଉ ମୁଁ ପ୍ରତିବର୍ଷ ଗୋଟେ କିଛି ନୂଆ ଦେଖିବା ପାଇଁ ଚାହେଁ, ପାଠରେ କି କବିତାରେ। ଏବେ ତ ଗୋଟେ କବିତା ମୋର ଏଇ ଝିଅ କହୁଛି, ଧାତୁରେ ତିଆରି ସାପକୁ ଦେଖିଲେ ମଣିଷ ଜୁହାର ହୁଅନ୍ତି, ଜିଅନ୍ତା ସାପକୁ ଦେଖିଲା ମାତ୍ରକେ ପିଟ ପିଟ ବୋଲି କହନ୍ତି। ପଥରରେ ଗଢ଼ା ମୂଷାକୁ ମଣିଷ ମାନନ୍ତି ଦେବତା ଜାତିରେ, ଜିଅନ୍ତା ମୂଷାଙ୍କ ଜୀବନ ନିଅନ୍ତି ଜନ୍ତା ବସେଇକି ରାତିରେ। ସିମେଣ୍ଟ ଷଣ୍ଢକୁ ଜୁହାର ହୁଅନ୍ତି ମଣିଷ ଯୋଉଠି ଦେଖନ୍ତି, ଜିଅନ୍ତା ଶବଟେ ବାଡ଼ିରେ ପଶିଲେ ବାଉଁଶ କିଳାରେ ସେକନ୍ତି। ଜୀବନ ନଥିବା ଦେହକୁ ମଣିଷ ଶବ ବୋଲି କହିଥାନ୍ତି, ଅନେକ ଦିନରୁ ମରିଥିବା ମାଛ ଶୁଖୁଆକୁ ରାନ୍ଧି ଖାଆନ୍ତି। ଏ
ଏମିତି ଆଉ କଣ ବିପଦ ଅଛି ମନରେ ପଡୁନି। ଏ କବିତା ବହୁତ ବର୍ତ୍ତମାନ ଆଦୃତ ହଉଛି। ସେ ଝିଅ ସବୁ ବହୁତ ବଢିଆ ବଢିଆ କବିତା ଚାଲିଛି। ଦେଖୁଥିଲେ ଚଗନ ଭାଇ ସହିତ କଥା ହଉଥିଲେ। ଆଉ 2026-27 ପାଇଁ ପୁଣି ସିଂହବାହିନୀରେ ରହିବେ ବୋଲି ଆଶା ବାନ୍ଧିଛନ୍ତି। ମାହାଙ୍ଗାରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ପ୍ରତିଦିନ ଟିଭି। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम मोजो मशरूम और डेयरी प्रोडक्ट्स में।